ନିଷଧ ଦେଶର ରାଜା ଥିଲେ ନଳ। ସେ ଥିଲେ ଅତ୍ୟନ୍ତ ସୁନ୍ଦର, ଧର୍ମପରାୟଣ ଓ ସତ୍ୟବାଦୀ। ତାଙ୍କ ବୀରତ୍ୱ, ଦୟା ଓ ନ୍ୟାୟର କାହାଣୀ ଚାରିଆଡ଼େ ପ୍ରଚାରିତ ଥିଲା। ବିଦର୍ଭ ରାଜ୍ୟର ରାଜକୁମାରୀ ଥିଲେ ଦମୟନ୍ତୀ। ସେ ଥିଲେ ରୂପସୀ, ସୁଶୀଳା ଓ ଗୁଣବତୀ। ତାଙ୍କ ରୂପରେ ମୁଗ୍ଧ ହୋଇ ସ୍ୱର୍ଗର ଦେବତାମାନେ ମଧ୍ୟ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସ୍ୱର୍ଗର ହଂସମାନେ ନଳ ଓ ଦମୟନ୍ତୀଙ୍କ ପ୍ରେମର ବାର୍ତ୍ତା ନେଇ ଯିବା ଆସିବା କଲେ। ଦୁହେଁ କେବେ ହେଲେ ଦେଖା ହୋଇନଥିଲେ ବି ପରସ୍ପରର ଗୁଣ ଶୁଣି ମନେ ମନେ ଭଲ ପାଇ ବସିଲେ। ଶେଷରେ ସ୍ୱୟଂବରର ଦିନ ଆସିଲା। ଦମୟନ୍ତୀଙ୍କୁ ପାଇବାକୁ ନଳ ଓ ଅନେକ ରାଜା ଉପସ୍ଥିତ ହେଲେ, କିନ୍ତୁ ସେଠାରେ 5 ଜଣ ନଳ। 4 ଦିଗପାଳ ଦେବତା ନଳଙ୍କ ରୂପ ଧାରଣ କରି ସେଠାରେ ପହଞ୍ଚିଗଲେ। ଦମୟନ୍ତୀ ନିଜର ପ୍ରେମ ଓ ବୁଦ୍ଧି ବଳରେ ପ୍ରକୃତ ନଳଙ୍କୁ ଚିହ୍ନି ପାରିଲେ ଏବଂ ତାଙ୍କୁ ବରମାଳା ପିନ୍ଧାଇ ଦେଲେ। ନଳ ଓ ଦମୟନ୍ତୀଙ୍କର ବିବାହ ସମ୍ପୂର୍ଣ୍ଣ ହେଲା। ଏହି ସମୟରେ ଅସନ୍ତୁଷ୍ଟ ଅସୁର କଳି, ଯିଏ ବିଳମ୍ବରେ ପହଞ୍ଚିଲା, ସେ ନଳଙ୍କ ଉପରେ ପ୍ରତିଶୋଧ ନେବାକୁ ଶପଥ କଲା ଏବଂ ତାଙ୍କ ଶରୀରରେ ପ୍ରବେଶ କରିବାକୁ ସୁଯୋଗ ଖୋଜିଲା। ନଳ ଓ ଦମୟନ୍ତୀ ବହୁତ ଖୁସିରେ ରାଜ୍ୟ ଶାସନ କଲେ। ଦିନେ ସ୍ନାନ ସାରିବା ପରେ ଗୋଡ଼ ଧୋଇବା ସମୟରେ ନଳଙ୍କ ଗୋଇଠିର କିଛି ଅଂଶ ଶୁଖିଲା ରହିଗଲା। ଏହି ଅପରାଧ କଳିଙ୍କୁ ତାଙ୍କ ଶରୀରରେ ପ୍ରବେଶ କରିବାକୁ ସୁଯୋଗ ଦେଲା। କଳିର ପ୍ରଭାବରେ ନଳ ଅକ୍ଷକ୍ରୀଡ଼ା ଜୁଆ ପ୍ରତି ଆକର୍ଷିତ ହେଲେ। ସେ ନିଜ ଭାଇ ପୁଷ୍କର ସହିତ ଖେଳିଲେ ଏବଂ ଧୀରେ ଧୀରେ ନିଜର ସବୁକିଛି ହରାଇ ବସିଲେ, ଧନ, ରାଜ୍ୟ, ଏପରିକି ବସ୍ତ୍ର ମଧ୍ୟ। ଶେଷରେ ସର୍ବହରା ନଳଙ୍କୁ ରାଜ୍ୟରୁ ବାହାରି ଯିବାର ଆଦେଶ ହେଲା। ଦୁହେଁ କେବଳ ଗୋଟିଏ ବସ୍ତ୍ର ଧରି ଦୁଃଖରେ ଜଙ୍ଗଲରେ ବାଟ ଚାଲିଲେ। ସେହି ରାତିରେ କଳିର ବଶବର୍ତ୍ତୀ ହୋଇ ନଳ ଦମୟନ୍ତୀଙ୍କୁ ଶୋଇଥିବା ଅବସ୍ଥାରେ ଛାଡ଼ି ଚାଲିଗଲେ।